ବନ୍ୟାଞ୍ଚଳର ଲୋକଙ୍କର ଦରଦୀ ବନ୍ଧୁ ଆୟୁଷ ଡାକ୍ତର। ସେ ଖରା ହେଉ କିମ୍ବା ବର୍ଷା ହେଉ ସେ ପାଣିରେ ବେକେ ବେକେ ପାଣିରେ ଏବଂ କଦଳୀ ଭେଳାରେ ଯାଇ ଗ୍ରାମାଞ୍ଚଳ ଯାଇ ଘରକୁ ଘର ବୁଲି ଲୋକଙ୍କୁ ଯୋଗାଉଛନ୍ତି ମାଗଣା ସ୍ୱାସ୍ଥ୍ୟ ସେବା। ତେବେ ଆମେ ଆଜି ରହିଛୁ ଯେଉଁ ଭୋଗରାଇ ବ୍ଲକ ରହିଛି ଆରୁଆବୃତ୍ତି ଗ୍ରାମରେ, ଆରୁଆବୃତ୍ତି ପଞ୍ଚାୟତରେ ଯେଉଁ ରହିଛି ଗର୍ଭେଶ୍ୱର ସ୍କୁଲ ରହିଛି, ସେ ସ୍କୁଲରେ ସେ ଆସିକି ପହଞ୍ଚିଛନ୍ତି ଏବଂ ଯେଉଁ ସ୍କୁଲର ଛାତ୍ରଛାତ୍ରୀ ରହିଛନ୍ତି ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଦେଖାଉଛନ୍ତି। ତେଣୁ ନିଶ୍ଚିତ ଭାବେ ଚିତ୍ର ଦେଖିପାରୁଥିବେ, ସେ ହେଉଛନ୍ତି ସେଇ ଲୁଲୁ ସାର୍, ସମସ୍ତଙ୍କର ପ୍ରିୟ ଡାକ୍ତର। ସିଏ ଯାହା ଭୋଗରାଇର ଚର୍ଚ୍ଚାରେ ଅଛନ୍ତି, ସେ ବାତ୍ୟା ହେଉ କି ବନ୍ୟା ହେଉ ସେ ନିଜ ଜୀବନକୁ ବାଜିରେ ଲଗାଇ ସେ ଲୋକଙ୍କ ପାଖରେ ପହଞ୍ଚିଥାନ୍ତି ଏବଂ ଲୋକଙ୍କର ସ୍ୱାସ୍ଥ୍ୟଗତ କାରଣ ଦେଖି ତାଙ୍କୁ ରୋଗ ଅନୁସାରେ ଔଷଧ ବିତରଣ କରିଥାନ୍ତି। ତେବେ ଏ ଚିତ୍ର ଦେଖାଉଥିବେ, ବର୍ତ୍ତମାନ ପ୍ରାଧାନ୍ୟ ଦିଆଯାଇଛି ଯେ ବନ୍ୟାରେ ଯେଉଁ ବନ୍ୟା ଅଞ୍ଚଳରେ ରହିଛି, ତଳିଆ ଅଞ୍ଚଳ ରହିଛି, ସୁବର୍ଣ୍ଣରେଖାର ପାଖାପାଖି 200 ମିଟର ଦୂରରେ ଏ ଗାଁ ରହିଛି। ତେଣୁ ଏ ଅଞ୍ଚଳରେ ପ୍ରାଥମିକତା ଯେଉଁ ଲୁଲୁ ଡାକ୍ତର ଅଛନ୍ତି ସେ ପ୍ରାଥମିକତା ଦେଇଛନ୍ତି ସ୍ୱାସ୍ଥ୍ୟ ସେବାକୁ। ତେବେ ପ୍ରତ୍ୟେକ ଗାଁକୁ ଯାଉଛନ୍ତି, ଘରକୁ ଯାଉଛନ୍ତି, ପ୍ରତ୍ୟେକ ଘରେ ଘରେ ବୁଲି ଲୋକଙ୍କ ଯେଉଁ ଜ୍ୱର ହେଉ କି ଝାଡ଼ା ହେଉ କି ମୁଣ୍ଡ ବିନ୍ଧାର କାରଣ ହେଉ ସେ ସବୁ ପ୍ରକାର ଔଷଧ ସେଠି ଯୋଗାଇ ଦେଉଛନ୍ତି। ତେବେ ଆମେ ସିଧାସଳଖ ଆଲୋଚନା କରିବା ସେ ଲୁଲୁ ସାର୍ଙ୍କୁ, ଯିଏ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ତେଣୁ ସାର୍ କ'ଣ କହିବେ? ଆମେ ଦେଖୁଥିଲୁ ଆପଣ କେତେବେଳେ କଦଳୀ ଭେଳା, କେତେବେଳେ ଗଳେ ଗଳେ ପାଣିରେ ଲୋକଙ୍କ ପାଖରେ ପହଞ୍ଚନ୍ତି ଏବଂ ଲୋକଙ୍କୁ ସେବା ଯୋଗାଉଛନ୍ତି। ଏଭଳି ଯେ ମନୋବୃତ୍ତି କେଉଁଠୁ ଆସିଲା, କାହିଁକି ଏଭଳି ବିପଦକୁ ନେଇ ଆପଣ ଲୋକଙ୍କ ପାଖରେ ପହଞ୍ଚନ୍ତି? ଦେଖନ୍ତୁ, ସେବା କରିବାଟା ଆମର କର୍ତ୍ତବ୍ୟ ଧର୍ମ, ସେଇ ବୃତ୍ତିରେ ଆମେ ଅଛୁ। ତେଣୁ ଲୋକଙ୍କ ବିପଦ ସମୟରେ ଯାଇ ଲୋକଙ୍କୁ ସେବା ଯୋଗାଇବାଟା ଆମର କର୍ତ୍ତବ୍ୟ। ସେଇ ଦୃଷ୍ଟିରୁ ଲୋକ ଯେତେବେଳେ ଭଲ ସମୟ ଥାଏ, ସୁବିଧା ଥାଏ, ଲୋକ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇପାରନ୍ତି, ଆମମାନଙ୍କୁ ପାଇପାରନ୍ତି। କିନ୍ତୁ ଯେତେବେଳେ ପାଣି ଘେର ଭିତରେ ବନ୍ଦୀ ହେଇକି ରହିଥାନ୍ତି, ସେତେବେଳେ ନା ତାଙ୍କ ପାଖରେ କୌଣସି ସୁବିଧା ଥାଏ ନା ସୁଯୋଗ ଥାଏ ଯେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ। ତେଣୁ ଆମେ ତାଙ୍କ ପାଖକୁ ଆସିଯାଉ। ନିଶ୍ଚୟ ଯାହା ଜଣାପଡ଼ୁଛି ଯେ ସେ ଘରଟା ହେଉଛି ଡାକ୍ତରଖାନା ଆପଣ ପାଲଟି ଯାଏ। ହଁ, ଲୋକଙ୍କ ଘର ପାଖରେ ଆମେ ପାଣି ଭିତରେ ପଶି ଜୋର ଜୋରରେ ଲୋକଙ୍କୁ ଚିତ୍କାର କରି ଡାକୁ ଯେ କାହାର ଦେହ ଖରାପ ଅଛି କୁହନ୍ତୁ, ଆମେ ତା ଘର ଭିତରୁ ପଶିବୁ। ଏବଂ ଆମେ ବି ବହୁତ ପଜିଟିଭ ରେସ୍ପନ୍ସ ପାଉ। ଆମେ ଡାକିଲା ପରେ ଜୋର ଜୋରରେ ଯେଉଁମାନେ ଦୂରରେ ବନ୍ୟା ପାଣି ଭିତରେ ଅଛନ୍ତି, ଯେ ସାର୍ ଆମ ଘରେ ଛୁଆ ଅସୁସ୍ଥ, ଆମେ କି ବୃଦ୍ଧ ଲୋକ ଅସୁସ୍ଥ, ଆମେ ଯାଉ ତାଙ୍କ ଘରେ ବସି ଦେଖି ଚିକିତ୍ସା କରି ଔଷଧ ମଧ୍ୟ ପ୍ରଦାନ କରୁ। ଦେଖାଯାଉଛି ଆପଣ ଯେତେବେଳେ କଦଳୀ ଭେଳାରେ ଯାଆନ୍ତି କିମ୍ବା ବନ୍ୟା ପାଣିରେ ଗଳେ ଗଳେ ପାଣି ଯାଆନ୍ତି, ସେତେବେଳେ ପରିବାର କଥା ମନେ ପଡ଼େ, ବିପଦ ଆସେନି? ଭାବନ୍ତିନି କିଛି ଗୋଟେ ଆପଣଙ୍କୁ ବିପଦ ଆସିବ, ଖାତିର କରନ୍ତି ନାହିଁ? ଦେଖନ୍ତୁ, ରକ୍ଷେ ହରି ମାରେ କିଏ? ଆଉ ଯେତେବେଳେ କୌଣସି ଦୁର୍ଘଟଣା ଘଟିବ, ଦୁର୍ଘଟଣା କେତେବେଳେ ଡାକିକି ଆସେନି। ଦୁର୍ଘଟଣା ଯେଉଁଟା ଘଟିବାର ଥିବ ତଥାପି ଆମେ ପ୍ରିକସନ୍ ନେଇ ଲାଇଫ୍ ଜ୍ୟାକେଟ୍ ନେଉ। ଏବଂ ଯେହେତୁ ଆମେ ପହଁରା ଜାଣିଛୁ କିଛି, ଏବଂ ମୋର ଯେଉଁମାନେ ସହକର୍ମୀ ଅଛନ୍ତି, ମାନେ ସହଯୋଗୀ ଅଛନ୍ତି, ସମସ୍ତେ ଅତ୍ୟନ୍ତ ଭାବରେ କାମ ସେବା ମନୋବୃତ୍ତିରେ ଥାଆନ୍ତି। ମୋର ଡାକରାରେ ମୋ ସହିତ ଆମର ଆଶା ଦିଦି ହୁଅନ୍ତୁ, CHO ହୁଅନ୍ତୁ, ସ୍ୱାସ୍ଥ୍ୟକର୍ମୀ ହୁଅନ୍ତୁ, ପ୍ରାୟ ଆମେ ଗୋଟେ ଟିମ୍ ୱାର୍କରେ କାମ କରୁ। ଏ ସଫଳତା ବା ଏଇ ଯେଉଁ ଲୋକେ ସେବା ମୁଁ ଏକାକି ଚାହିଁଲେ ବି କରିପାରିବିନି, ସମସ୍ତଙ୍କର ସହଯୋଗ ଯୋଗୁଁ ଏଇଟା ସମ୍ଭବ ହେଇପାରୁଛି। ନିଶ୍ଚିତ ସବୁଠୁ ବଡ଼ କଥା ହେଲା ଯେ ଯେଉଁ ରହିଛନ୍ତି ଡାକ୍ତରଙ୍କର ଯେଉଁ ସହକର୍ମୀ ମାନେ ଅଛନ୍ତି, ସେମାନେ ପୂର୍ଣ୍ଣ ସାପୋର୍ଟ ଦେଇଥାନ୍ତି। ଫଳରେ ସିଏ ତାଙ୍କ କାର୍ଯ୍ୟ କରିବାରେ କାର୍ଯ୍ୟ ସମ୍ପାଦନ କରିବାରେ ସେ ଆଗକୁ ଆଗେଇ ଚାଲିଥାନ୍ତି। ତେବେ ଯେଉଁ ରହିଛନ୍ତି ଆଶାକର୍ମୀ ଦିଦି ଅଛନ୍ତି, ତାଙ୍କଠୁ ଆଲୋଚନା କରି ଦିଦି, ଆମେ ଦେଖିଛୁ ବିଭିନ୍ନ ସମୟରେ ଚିତ୍ର ଦେଖିଛୁ ଆପଣମାନେ କେତେବେଳେ କଦଳୀ ଭେଳାରେ, କେତେବେଳେ ଅଣ୍ଟେ ଅଣ୍ଟେ ପାଣିରେ ଯାଇ ଲୋକଙ୍କୁ ସେବା ଯୋଗାଉଛନ୍ତି ଏବଂ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବାକୁ ସେ ପ୍ରାଥମିକତା ଦେଇଛନ୍ତି। ତ ଏଭଳି ସେବା ମନୋବୃତ୍ତି କେଉଁଠୁ ଆସିଲା? ଆମେ ତ ସେଇରୁ କାମ କରିଛୁ ନା, କାମ କରିଛୁ। ଲୋକମାନେ ସମସ୍ତେ ଜାଣିଛନ୍ତି ଆଶା ଦିଦି ଆମ ଭରସା। ସେମାନେ ସବୁବେଳେ ଆମକୁ ଫୋନରେ ଜଣାଉଛନ୍ତି ଆମର ଝାଡ଼ା ହେଉଛି, ଜ୍ୱର ହେଉଛି, ବନ୍ୟାରେ ସବୁବେଳେ ଫୋନ୍ ଫାନ୍ କରିବାକୁ ଆମେ ସାର୍ଙ୍କୁ ସହଯୋଗ କଲୁ। ସାର୍ଙ୍କୁ ନେଇକି ଆମେ ଘରେ ଘରେ ବୁଲୁଛୁ। ଯେତେବେଳେ ଗୋଟେ ରୋଗୀ, ବୃଦ୍ଧ ମା ହୁଅନ୍ତୁ କି ବୃଦ୍ଧ ବାପା ହୁଅନ୍ତୁ, ଯେତେବେଳେ ଅସୁସ୍ଥ ହେଇ ପଡ଼ନ୍ତି, ସେ ଜାଗାରେ ତାଙ୍କୁ ଡାକ୍ତରଖାନା ନେବାର ଦରକାର ଅଛି, ସେ ସମୟରେ ଆପଣମାନେ କ'ଣ କରନ୍ତି? ସେମାନେ ଆମେ ଆଗେ ଯାଇକି ତାଙ୍କ ଘରେ ଯାଇ ଦେଖୁ। ଗୋଳେ ଛାତିଏ ପାଟିଏ ପାଣିରେ ଆମେ ପଶିକି ଦେଖିକି ଆମେ ଯେ କଦଳ ଭେଳା ହଉ କି ଡଙ୍ଗା ମାଧ୍ୟମରେ ହଉ ସାର୍ଙ୍କୁ ଇଏ କରି ହସ୍ପିଟାଲକୁ ଆମେ ନେଇକି ପହଞ୍ଚୁ। ଆଉ ଜଣେ ବି ଆଶା ଦିଦି ଅଛନ୍ତି, ଆଲୋଚନା କରିବା। ଦିଦି, କ'ଣ କହିବେ ଯେ ଯେଉଁ ଗାଁ ଗାଁରେ ବୁଲୁଛନ୍ତି, ଘରେ ଘରେ ପହଞ୍ଚ, କ'ଣ କ'ଣ ସବୁ ଲୋକଙ୍କୁ ଔଷଧ ଦେଉଛନ୍ତି? ଆଜ୍ଞା ସାର୍, ଝାଡ଼ା, ଜ୍ୱର, ଆଉ ଏ ଯେ ଗୁଡ଼ ଘା ଭୁଜାଖିଆ କୁହନ୍ତି ଯାହାକୁ, ପାଣିରେ ପଶିଲେ ସେ ମେଡ଼ିସିନ୍। ତେଣୁ ଯାହା ଯାହା ଆମ ପାଖରେ ଅଛି, କାଶ ଥଣ୍ଡା ଏସବୁ ଯାହା ଯାହା ଅଛି ଆମେ ORS ଯୋଗାଇ ଦେଇଥାଉ। ନିଶ୍ଚିତ ଜମୁଳି ରହିଥିଲେ ଯେ ସ୍ୱାସ୍ଥ୍ୟ ସେବା ପ୍ରାଥମିକତା ଦେଇଛନ୍ତି, ଯେ ଏଇଥିପାଇଁ ସମସ୍ତଙ୍କ ପାଖରେ ସେମିତି ପ୍ରଶଂସାର ସୁଅ ଛୁଟୁଛି। ତେବେ ଆମ ସହିତ ବି କିଛି ଛାତ୍ରୀ ଅଛନ୍ତି, ଆଲୋଚନା କରିବା। କ'ଣ କହିବ? ଆଜି ଆସିଛନ୍ତି ସାର୍, କ'ଣ ଦେଖିଲେ, କ'ଣ ଔଷଧ ଦେଲେ? ଆଜି ଆସିଛନ୍ତି ମୋ ସାଙ୍ଗସାଥି ମାନଙ୍କୁ ଯେଉଁ ଜ୍ୱର ଝାଡ଼ା ବନ୍ୟା ପାଇଁ ହେଉଥିଲା, ସେଥିପାଇଁ ଯେଉଁମାନଙ୍କ ଗୁଡ଼ ଘା ହେଇଯାଇଥିଲା ସେମାନଙ୍କୁ ଔଷଧ ଦେବା ପାଇଁ ଆସିଛନ୍ତି। କେତେ ଦିନ ହେଲା ଘର ବନ୍ଦୀ ହେଇକି ରହିଥିଲ? ସ୍କୁଲ ବନ୍ଦୀ? 6 ରୁ 7 ଦିନ।
ଏବେ କେବେଠୁ ସ୍କୁଲ ଖୋଲିଲାନି? सोमवार दिन ଏବେ ଆସିଲା ପରେ ଡାକ୍ତର ଆସି କଣ କଣ ଦେଖୁଛନ୍ତି ସବୁ ସବୁ କଣ କଣ ଦେଲେ? थंडा ज्वर जो गोड़ घा सब सब आम स्वास्थ्य भल औषध दौरान। आगुरु कौन सार आसथिले डाक्टर सार आसथिले? हाँ थरे आसथिले बन्या जेबे छाड़िला एबे जे डाक्टर सार आसी सब रोग देखुଛନ୍ତି औषध दउଛନ୍ତି केते खुशी अछ? बहुत खुशी अछि। निश्चित भाव जो प्रतिक्रिया रखिथिले जे जो सार आसिक तांको आयुष डाक्टर सार आसी सेवा जुगौଛନ୍ତି ताने बहुत खुशी अछନ୍ତି एवं स्थानीय बासिंदा भी अछନ୍ତି आमे तांकोटो भी आलोचना करिया। भाई कोन कहबे बर्तमान जो आछଛନ୍ତି सार ये घर को घर बुलुଛନ୍ତି स्कूल को स्कूल घुरुଛନ୍ତି जेतु बन्या छाड़ीची सत किंतु रोग बर्तमान विभिन्न रकम रोग आशंका देखाई से जगह से आसी स्वास्थ्य सेवा केमिति देखुଛନ୍ତି? देखो लुलु सार होचंती गोटे बन्या आसिले से देवदूत भाया ठिया होती एवं लोकंकु साहाय्यर हाथ बढ़ाती मेडिसिन दियंती एवं लोकर जहाँ असुविधा सुविधा हेल्ले आम लुलु सार को कहले से तुरंत पहुँची जाते। दिन में पहुंचते रात्रि पहुंचते? दिन राति जिते आम चाहिए लुलु सार आम पाखे निज परिवार को पछर पके ये भली जे सेवा दउଛନ୍ତି सी आमको गोटे निज परिवार बोली भाभी परिवार को पछर पकई से सब कहते मो परिवार सबू सबू मो परिवार से भाया कहती भल से स्कूल स्कूल बोली पिलाମାନଙ୍କୁ ट्रिटमेंट करुँच पिलाମାନଙ୍କୁ औषध दौरान भल। निश्चित भाव जो प्रतिक्रिया रखी जे जो रही आयुष डाक्तर ये सेवा समस्त को बेस प्रशंसा करुँची तेज समस्त मुहर गोटे कथा जे डाक्तर हेब तो एमती। बालेश्वर जिला भोगराई प्रदीप कर्माती अर्गस न्यूज।